ବିଜେଡି ଯୋଉ ଅଭିଯୋଗ ଆଣିଛି ଯେ ଦାଦନ ସମସ୍ୟା ବଢିଛି, ଦାଦନ ବିଷୟରେ ସେମାନଙ୍କୁ ଦାଦନ କାହାକୁ ସେମାନେ ଜାଣିଛନ୍ତି କି? ମୁଁ ଏଇଟା କହିବା ପାଇଁ ଚାହେଁ। ଦାଦନ ଉପରେ ଆଜିକାର ସରକାର ଯୋଉ ପଦକ୍ଷେପ ନେଇଛନ୍ତି ସେ ପଦକ୍ଷେପକୁ ଆଗାମୀ ଦିନରେ ବହୁତ କମ ଦିନରେ ଲୋକ କେତେ ସ୍ୱାଗତ କରୁଛନ୍ତି ସେ ବିଷୟ ଜାଣିବେ। ଯେଉଁମାନେ ବାହାସ୍ଫୋଟ ମାରି କହୁଛନ୍ତି ଯେ ଦାଦନ ବଢିଛି ବଢିଛି କହୁଛନ୍ତି ସେମାନେ କିଛି କଲେ ନାହିଁ। ଆଜିକାର ସରକାର କରୁଛନ୍ତି। ଆଜିକାର ସରକାର ଏକ ଟାସ୍କଫୋର୍ସ କମିଟି କରିଛନ୍ତି। 2 ଜଣ ମନ୍ତ୍ରୀକୁ ଦେଇଛନ୍ତି। ଡେପୁଟି ସିଏମ କେବି ସିଂ ଟାସ୍କଫୋର୍ସ କମିଟିର ଚେୟାରମ୍ୟାନ୍ ଅଛନ୍ତି ଏବଂ ପଞ୍ଚାୟତ ରାଜ ମିନିଷ୍ଟର ବି ଗୋଟେ କମିଟିର ସଦସ୍ୟ ଅଛନ୍ତି ଏବଂ 2 ଯୋଉ କମିଟି ଅଛି 2ଟା କମିଟିରେ 2 ଜଣ ମନ୍ତ୍ରୀ ଅଛନ୍ତି। ଏ ପ୍ରକାର ବ୍ୟବସ୍ଥା ଭିତରେ ଆଜିକାର ଯୋଉ ଡବଲ ଇଞ୍ଜିନ ସରକାର ଅଛି ଏବଂ କନଭର୍ଜେନ୍ସ ମୋଡରେ କାମ ହେଉଛି, ଏ କାମ ଦ୍ୱାରା ଲୋକ ଅଧିକ ଉପକୃତ ହେବେ। ବିଗତ ଦିନରେ 300 ଦିନର କାମ କ'ଣ ଯଥେଷ୍ଟ ଥିଲା? ଲୋକ ବୁଝିବା, ଲୋକ ଜାଣିବା, ଲୋକଙ୍କୁ ଅବଗତ କରାଇବା ବିଷୟରେ ଗତ ସରକାରର ଭୂମିକା କ'ଣ ଥିଲା? ଗତ ସରକାର ଭୂମିକା ମନ୍ତ୍ରୀ ମାନେ କେବଳ ଉତ୍ତର ରଖୁଥିଲେ, ଯାହା ଲିଖିତ ଆକାରରେ ଦେଉଥିଲେ ତାହା ଉତ୍ତର ରଖୁଥିଲେ। ତାଙ୍କର ଗ୍ରାଉଣ୍ଡ ଲେଭେଲରୁ ଯିବା ଆସିବା, ଲୋକଙ୍କୁ ଦେଖିବା, ମିଶିବା ଏ ପ୍ରକାର କୌଣସି ବ୍ୟବସ୍ଥା ନଥିଲା। ଆଜିକା ପରିସ୍ଥିତି ଆମେ ଯାଉଛୁ, ଚ୍ୟାଲେଞ୍ଜ ଦଉଛୁ, ଆମେ ଚ୍ୟାଲେଞ୍ଜ ଦଉଛୁ ଯେ ଦାଦନ ମୁକ୍ତ କରିବୁ, ଏ ପ୍ରକାର ଆମେ କହୁଛୁ। ଏ ପ୍ରକାର କହିବା ଭିତରେ ଆଉ କିଛି ଦିନ ପରେ ଏ ନମୁନା ଭିତରେ ବି ଆପଣମାନେ ନିଶ୍ଚିତ ଭାବରେ ଆସିବେ। ତ ସେଇ ଦୃଷ୍ଟି ନେଇ ଯୋଉ ଦାଦନ ବଢିଛି କହୁଛନ୍ତି ଏ କାହାର ଆଖଡା କୋ ତଥ୍ୟ ଅନୁସାରେ କରୁଛନ୍ତି? ତ ମୋର ଯୋଉ ରିପ୍ଲାଏ ଅଛି କେତେ ଥିଲେ? ଲକ୍ଷ 1.5 ଲକ୍ଷ 1.5 ଲକ୍ଷ ଥିଲେ, ଆଜି 22,000 ଅଛି। 22 ବଢି ନାହିଁ। ଶୁଣନ୍ତୁ ଏ ବିଷୟରେ ଯୋଉ ବି ଆମେ ଉତ୍ତର ରଖିଛୁ ଏ ଉତ୍ତରର ସଠିକତାରେ ଆଉ ଟିକେ କମି ଅଛି। ତ ସେଇ ଦୃଷ୍ଟି ନେଇ ଆଜିକାର ପରିସ୍ଥିତିରେ ଆମେ ଦାଦନ କମେଇବୁ। ଉତ୍ତରରେ ଯୋଉ 22,000 ବଢିଛି କହୁଛନ୍ତି ସେ ଉତ୍ତରରେ ଟିକେ ଏପଟ ସେପଟ ଅଛି। ଓଡ଼ିଆ ସମସ୍ତ ଓଡ଼ିଆ ଆସିବେ। ବିଗତ ଦିନରେ ଭାରତ ସରକାର ଯୋଉ ପ୍ରକାର ପଦକ୍ଷେପ ନେଇଥିଲେ ଆଜି ବି ସେ ପ୍ରକାର ପଦକ୍ଷେପ ନେଉଛନ୍ତି ଏବଂ ସେଥିପାଇଁ 4ଟି ଟୋଲ ଫ୍ରି ନମ୍ବର ରଖିଛନ୍ତି। ଯୋଉ ଟୋଲ ଫ୍ରି ନମ୍ବର ରଖିଛନ୍ତି ସେ ଟୋଲ ଫ୍ରି ନମ୍ବରରେ ସେମାନେ ଯୋଗାଯୋଗ କରିବେ ଏବଂ କୌଣସି ଲୋକ ଯୋଉଠି ବି ଅଛି ସେଠି ରହିବେ, ବାହାରକୁ ବାହାରିବେନି, କାରଣ ସେଠି ବମ୍ବାର୍ଡିଂ ହେଉଛି। ଏ ପ୍ରକାର ଯୋଉ ଏସ୍ଓପି ଜାରି କରିଛନ୍ତି ସେ ଏସ୍ଓପି ଅନୁସାରେ ନିଶ୍ଚିତ ଭାବରେ ଆମର ଲୋକମାନେ ଠିକ ଭାବରେ ରହିବେ। Sivananda Centenary Boys School. Admission open from class 6th to 11th. Science and Commerce. For more inquiry, contact on below details.